ଆପଣ ସମସ୍ତଙ୍କୁ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଫ୍ରେଶ୍ ଓଡ଼ିଶାକୁ ସ୍ୱାଗତ କରୁଛି। ଆଜିର ଏହି ଭିଡ଼ିଓରେ ମୁଁ ତୃତୀୟ ଶ୍ରେଣୀ ଗଣିତ ବହିର ଅଧ୍ୟାୟ ନମ୍ବର 6 ଶହେର ଘର 1 ଏହି ପାଠଟି ଡିଟେଲ୍ସରେ ପଢ଼ିବା। ଏଥିସହିତ ଯେଉଁ କୋଶ୍ଚିନ୍ ଆନ୍ସର୍ ଗୁଡ଼ିକ ରହିଛି ସେଗୁଡ଼ିକ ମଧ୍ୟ ଡିସ୍କସନ୍ କରିବା। ତ ଚାଲନ୍ତୁ ଷ୍ଟାର୍ଟ କରିବା ଭିଡ଼ିଓଟି ଏବଂ ଡିଟେଲ୍ସ ଏହି ପାଠଟି ପଢ଼ି ନେବା। ଦେଖ, ଶହେର ଘର 1। ଆଈ ନିଜ ନାତି ନାତୁଣୀଙ୍କ ସହ ମେଳା ବୁଲିବାକୁ ଯାଇଥିଲେ। ଆଈ କ'ଣ କରିଥିଲେ? ନିଜ ନାତି ନାତୁଣୀମାନଙ୍କ ସହ ମେଳା ବୁଲିବାକୁ ଯାଇଥିଲେ। ଏଠାରେ ଥିବା ତ୍ରିଭୁଜାକାର ତୋରଣକୁ ଦେଖି ସେମାନେ କ'ଣ କଲେ? ଖୁସି ହେଲେ। ଏ ଯେଉଁ ତ୍ରିଭୁଜାକାର ତୋରଣ ଗୁଡ଼ିକ ରହିଛି ସେଗୁଡ଼ିକୁ ଦେଖିକି ସେ ଖୁସି ହେଇଛନ୍ତି। ତ୍ରିଭୁଜାକାର ତୋରଣର ସଂଖ୍ୟା ଏଗୁଡ଼ିକ 100ରୁ ଅଧିକ ହେବ। ଦେଖ, ତ୍ରିଭୁଜାକାର ତୋରଣ ଗୁଡ଼ିକ ଏଗୁଡ଼ିକ ସଂଖ୍ୟା କେତେ ହେବ? 100ରୁ ଅଧିକ ହେବ। ତ ତାପରେ କ'ଣ କହୁଛି? ଦେଖ, ଏବେ ଜାଣିବା କେତୋଟି ଅଛି। ଏବେ ଜାଣିବା ଯେ କେତୋଟି ଅଛି ବୋଲି। ଦେଖ, 200 ଏକାନି କ'ଣ ଅଛି ପିଲାମାନେ? ଏକାଂଶ ଅଛି 200। ଏଇଠୁ କେତେ ପିଲାମାନେ? 10। 1 2 3 4 5 6 7 8 9 10। 10 10 20 30 40 50। ଟୋଟାଲ 50 ଅଛି ପିଲାମାନେ। 50 ଇଏ କେତେ ଅଛି? 1 2 3 4 5। ଠିକ ଅଛି। 5 20 ପିଲାମାନେ 18। ଟୋଟାଲ କେତେ ପିଲାମାନେ? 200 ଅଛି ପିଲାମାନେ। ବୁଝିଲ? ତ ଦେଖ ପିଲାମାନେ, ଟୋଟାଲ ଏଠି ଦେଖ 1 2 3 4 5, ତାପରେ 10 3 3 6 7 8 9 10। ଠିକ ଅଛି। ତାପରେ ହେଲା ତ୍ରିଭୁଜାକାର ତୋରଣର ଗୋଟିଏ ଧାଡ଼ିରେ କେତୋଟି ତ୍ରିଭୁଜ ଅଛି? ଗୋଟିଏ ଧାଡ଼ିରେ କେତୋଟି ଅଛି ପିଲାମାନେ? 10 ରୁ ଟୋଟାଲ କେତେ? ଗୋଟେ ତୋରଣରେ କେତେ ଅଛି ପିଲାମାନେ? 50 ଲେଖି ଅଛି। ସମସ୍ତ ତ୍ରିଭୁଜକୁ ଗଣନା କରିବାକୁ ଚେଷ୍ଟା କର ବୋଲି କହିଛି। ସମୁଦାୟ ତ୍ରିଭୁଜ ସଂଖ୍ୟା 200ରୁ 50 ଅଧିକ, ଅର୍ଥାତ୍ 250 ବୋଲି କହିଛି। ସମୁଦାୟ କେତେ ପିଲାମାନେ? ସମୁଦାୟ 250 ବୋଲି ଏଠାରେ କୁହାଯାଉଛି। କେତୋଟି ଚୁଡ଼ି ଅଛି ଅନୁମାନ କର ବୋଲି କହିଛି। କେତୋଟି ଚୁଡ଼ି ଆଇନ ଅଛି ଅନୁମାନ କରିବାକୁ କହିଛି। ଗୋଟିଏ ବିଡ଼ାରେ 10ଟି ପିଲାମାନେ ଅଛି। କେତୋଟି ଅଛି ପିଲାମାନେ? ଗୋଟିଏ ବିଡ଼ାରେ 10ଟି ଅଛି। ଅର୍ଥାତ୍ 1 2 3 4, 1 2 3 4 5 6 7, ଅର୍ଥାତ୍ କେତେ ପିଲାମାନେ? 7 × 10, ଅର୍ଥାତ୍ 70ଟି ଚୁଡ଼ି ଅଛି ପିଲାମାନେ। କେତୋଟି ଅଛି? 70ଟି ଅଛି। ଗୋଟେ ଗୋଟାରେ 7ଟା ଅଛି ପିଲାମାନେ। 70ଟି ନାହିଁ ପିଲାମାନେ। ଦେଖ କେତେ ଅଛି? 3 4 5 6 7, 7 ଇଏ 4, 7 କୁ 28, 28 × 10 କରିବେ 280ଟି ଚୁଡ଼ି ଅଛି ପିଲାମାନେ। ଠିକ ଅଛି, 280 ଏଠି ଅଛି। ଯଦି ଆପଣ ଗଣିବେ ବୋଲେ 10ଟି ବିଡ଼ା ଅଛି। ଏଟା ଗୋଟିଏ ବିଡ଼ାରେ 10ଟି ଚୁଡ଼ି ଅଛି ପିଲାମାନେ। ବୁଝିଲ? ଗୋଟିଏ ବିଡ଼ାରେ କେତୋଟି? 10ଟି ଚୁଡ଼ି ଅଛି। 28ଟି ବିଡ଼ା ଟୋଟାଲ ଅଛି। 28 ବିଡ଼ା 1 2 3 4 5 6 7 7 14, 7 7 କୁ 28, 28 × 10 280 ପିଲାମାନେ। ମୋଟ ଚୁଡ଼ି ସଂଖ୍ୟା ଗଣନା କରିବାକୁ ଚେଷ୍ଟା କର। ନାତୁଣୀ କିପରି ଗଣନା କରିବ ତାକୁ ଦେଖ ବୋଲି କହିଛି। ସମୁଦାୟ ଚୁଡ଼ି 200ରୁ 80 ଅଧିକ, ଏହା ହେଉଛି 280 ପିଲାମାନେ। ଠିକ ଅଛି। 200ରୁ 80 ଅଧିକ ମାନେ କେତେ? 280। ଚୁଡ଼ିକୁ ଆସ ଗଣି ଲେଖିବା। 10 20 30 ଏପରି ଭାବରେ 100 ମଧ୍ୟ ଲେଖିଛି। ତାପରେ 110 120 ଏପରି ଭାବରେ ଲେଖିଛି ପିଲାମାନେ। ତାପରେ 210 270 ଏପରି ଭାବରେ 280 ପର୍ଯ୍ୟନ୍ତ ଆସିଛି। ବାକ୍ସରେ ମୋଟ କେତୋଟି ଚକୋଲେଟ୍ ଅଛି ଅନୁମାନ କର। ବାକ୍ସରେ କେତୋଟି ଚକୋଲେଟ୍ ଅଛି ଅନୁମାନ କରିବାକୁ କହିଛି। ଗଣନା କରି ଚକୋଲେଟ୍ ସଂଖ୍ୟା ଲେଖ ବୋଲି କହିଛି। ଗଣନା କରିକିରି ଚକୋଲେଟ୍ ସଂଖ୍ୟା ଲେଖିବାକୁ କହିଛି ପିଲାମାନେ। ଦେଖ, 3, ତାପରେ 3 6 7 8 9 10। ଦେଖ, ଗୋଟେ ଲାଇନରେ 10ଟା ଅଛି। କେତେଟା ଲାଇନ୍ ଅଛି? ଗୋଟେ ଲାଇନ୍, ଦୁଇଟା ଲାଇନ୍, ତିନିଟା ଲାଇନ୍, ଚାରିଟା ଲାଇନ୍, 5ଟା ଲାଇନ୍ ହେଲା, 6ଟା ଲାଇନ୍, 7ଟା ଲାଇନ୍, 8ଟା ଲାଇନ୍, 9ଟା ଲାଇନ୍, 10ଟା ଲାଇନ୍। 10ଟି ଚକୋଲେଟ୍ 10ଟା ଅଛି ମାନେ କେତେ? 100ଟା ଅଛି ପିଲାମାନେ। 10 10 100। ଠିକ ଅଛି। ଏଗୁଡ଼ିକରେ ମଧ୍ୟ କେତେଟା ଅଛି ଲେଖିବ ପିଲାମାନେ। ବୁଝିପାରିଲ? ଏଇଟା ବି ସେପରି କରିବ। ଦେଖ, ଏଇଟା କେତେଟା ଲାଇନ୍ ଅଛି? କେତେଟା? 1 2 3 4 5 6 7 8, 80ଟା ଚକୋଲେଟ୍। ତାପରେ ଏଠି ଗୋଟେ ଗୋଟେ ଚକୋଲେଟ୍ ନାହିଁ। ଏଇଟା ଅର୍ଥାତ୍ 9 9 ଅଛି। 9 9 18, 80 + 18 ଅର୍ଥାତ୍ 80 98ଟି ଚକୋଲେଟ୍ ଅଛି ପିଲାମାନେ। ଏଠି କେତେ? 98ଟି ହବ। ଲେଖିବ ପିଲାମାନେ। ତାପରେ ଦେଖ, 298 + 1 = କେତେ? 299। 299 + 1 = 300 ପିଲାମାନେ। ତ୍ରିଭୁଜ ଅଛି 250ଟି। ଆଉ କେତୋଟି ତ୍ରିଭୁଜ ହେଲେ ତ୍ରିଭୁଜ ସଂଖ୍ୟା 300 ହେବ ପିଲାମାନେ। ଦେଖ, ଆଉ 50ଟି ତ୍ରିଭୁଜ ହେଲା ପିଲାମାନେ। 350କୁ 250 ମାଇନସ୍ କରିଦେଲେ ଅର୍ଥାତ୍ 50ଟି ହବ। ଚୁଡ଼ି ଅଛି କେତେ? 280ଟି। ଏଇ ଚୁଡ଼ି 300ରୁ କେତେ କମ୍ ପିଲାମାନେ? 300 - 280 ଅର୍ଥାତ୍ 20 କମ୍ ଅଛି। 280ରେ 20 ମିଶାଇଲେ 300 ହବ। କିଏ ଅଧିକ ଚୁଡ଼ି ସଂଖ୍ୟା? ଦେଖ, କିଏ ଅଧିକ ଚୁଡ଼ି ସଂଖ୍ୟା ନା ତ୍ରିଭୁଜ ସଂଖ୍ୟା? ତ୍ରିଭୁଜ ସଂଖ୍ୟା କେତେ ପିଲାମାନେ? 250। ଚୁଡ଼ି ସଂଖ୍ୟା 280, ତ କ'ଣ ହବ? ଚୁଡ଼ି ସଂଖ୍ୟା ହବ ପିଲାମାନେ। ବୁଝିପାରିଲ? ଚାଲ ନେକ୍ସଟ ଯିବା।
ଆସ ଭିତର ପିକୁନ ଏକ ପଥ ରାସ୍ତା ଡେଇଁ ଯାଉଛି ଖାଲି ସ୍ଥାନ ଗୁଡିକୁ ପୂରଣ କରିବ। ପିଲାମାନେ ଦେଖ 211 ପରେ 212 ତାପରେ କଣ 213 ଆସିବ ଏ ଲେଖିବ 213 ଏ ଲେଖିବ 214 200 ଏଟା 15 ଲେଖିବ ପିଲାମାନେ କେତେ ଲେଖିବ 215 216 ତାପରେ ଲେଖିବ 17 ଏଇଟା 18 19 220 ଖାଲି ସ୍ଥାନର ଠିକ ସଂଖ୍ୟା ପୂରଣ କର ବୋଲି କହିଛି ପ୍ରଶ୍ନ 2 ରୁ 4 ପର୍ଯ୍ୟନ୍ତ। देखो पे मैंने ये कौन अच्छी 294 ये 295 अच्छी 294 एक कले के 293 ये लिखिबो 293 ये लिखिबो 292 ये लिखिबो 291 तापर ये लिखिबो 296 केते लिखिबो 296 ये लिखिबो 297 ये लिखिबो 298 ये लिखिबो 299 केते लिखिबो 299 लिखिबो एटे 300 लिखिबो पिला माने सेपरि 301 302 303 लिखिबो 304 305 6 7 8 9 तापर 310 पिला माने बुझि परला। चलो नेक्स्ट 3 नंबर जीवा 3 नंबर देखा पिला 234 अछि सेडा एक कम कम आछि 234 ए लिखिबो 233 तापर लिखो 232 231 230 229 लिखिबो एडे 228 27 226 225 एडे आसीबो 225 पिला माने तापर सेम देखो एडा 387 एडा 90 अछि पिला माने देखो 87 कोन हबो 388 एक एक कमे कमे लिखिबो पिला माने 389 87 एडा कोन 86 हबो 386 386 हबो 385 हबो 384 हबो 383 हबो 382 381 एडे केता आसीबो 381 बुझि परलो पिंपुड़ी माने माटीर खाद्य खोजते पिंपुड़ी माने कौन करछथि माटीर खाद्य खोजछथि अनुमान करी कुओ सेटारे केतोटी पिंपुड़ी अछि अनुमान करी कहबा को हबो कि सेटारे केतोटी पिंपुड़ी अछथि गणना कर एवं तुमे अनुमान संख्या को जांच कर एडा गणिकी तुमे लिखिबो केतोटी पिंपुड़ी अछथि पिला माने ठीक अछि ए गोटे आरंभ करबो गणिकी एडा लिखिबो एडा मो स्क्रिप्ट करछि तापर हला पिकुन और सोफिया दियासिली काटर बिडा साहाय्य संख्या गणिबा लिखिबा शिखले पिकुन और सोफिया कौन कले दियासिली काटर बिडा साहाय्य संख्याटी को गणिबा और शिखिबा लिखिले से माने एकाधिक उपाय संख्या को वाक्य रे मध्य लिखि पारले पिकुन और सोफिया दियासिली काठीर बिडा साहाय्य संख्या गणिबा और लिखिबा शिखिले से माने एकाधिक उपाय रे संख्या को वाक्य रे मध्य लिखि पारिले देखो खाली स्थान पूरण कर बोली आसिला दियासिली काठी दे छिडे एडे केतुटा अछि लिखिबा कहै 235 संख्या रे से लिखिछि 200 रु 35 अधिक अर्थात 200 प्लस 35 250 रु कम अर्थात 250 माइनस 35 किपरि गणला पिलम देखो एडी केतुटा अछि 3 4 3 3 3 6 ए 4 माने 10 अर्थात 10 टा एडे अछि 10 टा बिडा एडी केते 3 3 4 3 10 10 बिडा अछि केते हला 20 बिडा बिला माने 20 बिडा हला तापर ये केतरा बिडा 3 बिडा टोटल 23 बिडा हला टोटल केतरा हला पिला 23 बिडा हला 23 इंटू 10 कहीं कहली गोटे गोटे 10 टा लेखे अछि पिला बुझि परला 23 इंटू 10 कले 230 23 इंटू 10 कले केते 230 230 आउ ये केतरा अछि 1 2 3 4 5 अर्थात 5 टा 235 हैला 235 माने कोन 235 अधिक हला से पर एडी देखिबा पिला माने देखो 3 ये 3 6 10 10 10 10 अर्थात एडी केतरा अछि एडी 10 टा एडी 10 टा एडी 10 टा 30 टा अछि अर्थात 30 इंटू 30 अर्थात केते 30 इंटू 30 गला 0 0 9 पिला माने बुझि परला चलो नेक्स्ट देबा